तो ସାର୍ ଠିକ ତା 5-10 ମିନିଟ୍ ପରେ ସାର୍ ଝିଅଟା ସାର୍ ଚିଲେଇଲା, କହିଲା କି ଭାଇ ମୋତେ ଛାଡ଼ିଦିଅ ଏମିତି କରନି ସାର୍। ସେ ତାପରେ ବର୍ତ୍ତମାନ ଏ ସମାଜରେ ଆଉ ମଣିଷ ରହୁନାହାନ୍ତି, ମଣିଷ ରୂପୀ ନର ରାକ୍ଷସ ସବୁ ରହୁଛନ୍ତି। ମୁଁ କହିବା ମାନେ ହେଲା ଆପଣମାନେ ସମସ୍ତେ ମୋବାଇଲ ଖୋଲୁ ଖୋଲୁ ଟିଭି ଖୋଲୁ ଖୋଲୁ ସେଇ ଗୋଟାଏ ନ୍ୟୁଜ୍, ଭୁବନେଶ୍ୱର ଧଉଳି ଗଣ ଦୁଷ୍କର୍ମ ବର୍ତ୍ତମାନ ସେଇ ବ୍ରେକିଂ ନ୍ୟୁଜ୍ରେ ବର୍ତ୍ତମାନ ଚାଲିଛି। କ'ଣ ହେଇଥିଲା ସେ ଝିଅ ସାଙ୍ଗରେ, କେତେ ଜଣ ମିଶି ଗଣ ଦୁଷ୍କର୍ମ କରିଥିଲେ, କେଉଁଠିକି ଯାଇଥିଲେ, ଭିଡ଼ିଓ ଦେଖିବେ ତାହେଲେ ଜାଣିପାରିବେ ସେ ଝିଅ ସହିତ କେତେ ଜଣ ବଳାତ୍କାର କରିଥିଲେ, ସେ କେଉଁଠିକି ଯାଇଥିଲେ, ତାଙ୍କ ପୁରୁଷ ବନ୍ଧୁ କ'ଣ କହୁଛନ୍ତି ମିଡ଼ିଆ ଆଗରେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ, ଆପଣମାନଙ୍କୁ ସ୍ୱାଗତ କରୁଛି ବେହେରା ଏକ୍ସପ୍ରେସ୍ ନ୍ୟୁଜ୍ରେ। ମୁଁ ରାଜେନ୍ଦ୍ର। ଆଜି ମୋ ଚ୍ୟାନେଲ ମାଧ୍ୟମରେ ଆପଣମାନଙ୍କୁ ଜଣେଇବି ଯେଉଁ 10 ତାରିଖ ଦିନ ଆମର ଗଣ ଦୁଷ୍କର୍ମ ହୋଇଥିଲା ଧଉଳିରେ। ଗଣ ଦୁଷ୍କର୍ମରେ 5 ଜଣ ମୁଖ୍ୟ ଆସାମୀ ଥିଲେ, 2 ଜଣ ବର୍ତ୍ତମାନ ଆରେଷ୍ଟ ହୋଇସାରିଲେଣି, କିନ୍ତୁ 3 ଜଣ ଖୁଲମ ଖୋଲା ବୁଲୁଛନ୍ତି। ପୋଲିସ ତାଙ୍କର କିଛି ବି ବଙ୍କା କରିପାରୁନାହିଁ। ପ୍ରେମୀ ଯୁଗଳ ବୋଧେ ଯାଇଥିଲେ ଧଉଳି ବୁଲିବାକୁ, ଫେରିଲା ବେଳକୁ ମାନେ ସେ ଝିଅର ପୁରୁଷ ବନ୍ଧୁ କହୁଛନ୍ତି ଆମେ ଫେରିଲା ବେଳକୁ 6:30 7ଟା ଟାଇମ୍ ହେବ। ସେ ନଈବନ୍ଧ ଉପରେ, ବାଙ୍କୁଆଳ ନଈବନ୍ଧ ଉପରେ ହଠାତ୍ ଜଣେ ଗାଡ଼ିରେ ଯାଉଥିଲେ, ତାଙ୍କ ଆଗରେ ପଶିଗଲେ। ହଠାତ୍ ସେ ବ୍ରେକ୍ କଲା ଭିତରେ ତାଙ୍କ ଆଗରେ ସେ ବ୍ରେକ୍ ମାରିଦେଲା ପରେ ଗାଡ଼ି ରହିଗଲା। ସାଙ୍ଗେ ସାଙ୍ଗେ ତା ଗାଡ଼ି ଚାବିକି ସେ ନେଇଗଲେ। ଗାଡ଼ି ଚାବି ନେଇଗଲା ପରେ ତାକୁ ପଇସା ମାଗିଲେ, ମାନେ ଜୋର ଜୋର କଲେ, ଇଏ କଲେ, ତୋ ଘରକୁ ଫୋନ୍ କର ପଇସା ଦେବୁ, ଇଏ କରିଦେବୁ, ସିଏ କରିଦେବୁ, ଏନା ଟେନା ଏମିତି କଥାବାର୍ତ୍ତା କଲେ। ଶେଷରେ ସେ ଝିଅକୁ ଆଉ ତା ପୁରୁଷ ବନ୍ଧୁକୁ ଘୋଷାରି ନେଇଗଲେ ନଈ ତଳକୁ। ଧୁମ୍ ସେ ପିଲାକୁ ବାଡ଼ାବାଡ଼ି କରିଲେ, ସୁନା ଚେନ୍ ନେଇଗଲେ, ମାନେ ମୋବାଇଲ ନେଇଗଲେ, ଗାଡ଼ି ଚାବି ନେଇଗଲେ। ତାପରେ 5 ଜଣଙ୍କ ମିଶି ସେ ପୁଅଠାରୁ କିଛି ଦୂରରେ ଜଣେ ପରେ ଜଣେ, ଜଣେ ପରେ ଜଣେ, ଜଣେ ପରେ ଜଣେ ଗଣ ଦୁଷ୍କର୍ମ କରି ଚାଲିଲେ। ଆଜିର ସମାଜରେ ଏଠି ମାନବିକତା ହଜିଯାଇଛି। ସେଥିପାଇଁ ତ ପ୍ରଥମରୁ କହିଲି ଏଠି ମଣିଷ ରୂପୀ ନର ରାକ୍ଷସ ସବୁ ରହୁଛନ୍ତି। ଯଦି ଯେଉଁମାନେ ଗଣ ଦୁଷ୍କର୍ମ କରିଛନ୍ତି, ଯଦି ତାଙ୍କ ମା ଭଉଣୀ ସହିତ ଏମିତି କରାଯାଏ ତାହେଲେ କେମିତି କ'ଣ ଲାଗିବ। ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି, ମୁଁ ଠିକ୍ କହିଲି କି ଭୁଲ ନିଶ୍ଚିନ୍ତ ମତ ରଖିବେ। ବର୍ତ୍ତମାନ 2 ଜଣ ଧରା ପଡ଼ିଛନ୍ତି। ମେନ୍ ଯିଏ ଆସାମୀ, ସେ ପୁରୁଷ ବନ୍ଧୁ, ସେ ପିଲାକୁ ଚିହ୍ନିଛି। ସେ ବର୍ତ୍ତମାନ ଖୁଲମ ଖୋଲା 3 ଜଣ ବୁଲୁଛନ୍ତି, ବର୍ତ୍ତମାନ ଫେରାର ଅଛନ୍ତି। ବର୍ତ୍ତମାନ ସେ ମାନେ ଗଣ ଦୁଷ୍କର୍ମ କରିସାରିଲା ପରେ ସେ 2 ଜଣଙ୍କୁ ଧମକେଇଛନ୍ତି, ଯଦି ତୁମେ ପାଟି ଖୋଲିବ ତାହେଲେ ଆମ ମୋବାଇଲରେ ଭିଡ଼ିଓ କଏଦ ଅଛି। ଗଣ ଦୁଷ୍କର୍ମ କଲାବେଳେ ସବୁ ଭିଡ଼ିଓ ସୁଟ୍ କରିଥିଲେ, କହିଲେ ଆମେ କଲେ ଏମିତି ଭିଡ଼ିଓ ଭାଇରାଲ କରିଦେବୁ। ବର୍ତ୍ତମାନ ପୋଲିସ ବର୍ତ୍ତମାନ ମାନେ ପୋଲିସ କହିଛି ଯଦି ଏ ଭିଡ଼ିଓ ଭାଇରାଲ ଯିଏ ବି କରେ ସେ ଲୋକକୁ ବି ଆରେଷ୍ଟ କରାଯିବ। ଦେଖାଯାଉ ଓଡ଼ିଶା ପୋଲିସ କେବେ ଆକ୍ସନ୍ ନେଉଛନ୍ତି। 3 ଜଣଙ୍କୁ ଆରେଷ୍ଟ କରି କ'ଣ କରୁଛନ୍ତି, ମାନେ ଫାଶୀ ଦେଉଛନ୍ତି କି ଖାଲି ଜେଲରେ ପୁରେଇ ବାପା ମା ବେଲ୍ କରିଦେଉଛନ୍ତି, ଦେଖିବାକୁ ବାକି ରହିଲା। ଖାଲି ଏତିକି ରାଜ୍ୟ ସରକାରଙ୍କୁ ଏତିକି ରିକ୍ୱେଷ୍ଟ, ଯେଉଁମାନେ ଏଭଳି କାଣ୍ଡ ସବୁ କରୁଛନ୍ତି ତାଙ୍କୁ ଜେଲ୍ ନୁହେଁ ଡାଇରେକ୍ଟ ଫାଶୀ ଅର୍ଡ଼ର ହେଇଯାଉ। ଯଦି ଓଡ଼ିଶାରେ ଏମିତି 4-5 ଜଣ 7 ଜଣଙ୍କୁ ଫାଶୀ ହେବ ତାହେଲେ ଭାବୁଛି ଟିକେ ବଳାତ୍କାର କମିଯିବ। ଚାଲନ୍ତୁ ସେ ଝିଅର ପୁରୁଷ ବନ୍ଧୁ କ'ଣ କହୁଛନ୍ତି ତାଙ୍କଠୁ ଶୁଣିବା, ଅଡ଼ିଓ କଲ୍ରେ ଶୁଣିବା ସେ କ'ଣ କହୁଛନ୍ତି। ପାଇଁ ଚାହୁଁଥିଲି ଆପଣ ମାନେ 10 ତାରିଖ ଦିନ ସନ୍ଧ୍ୟାରେ ଯୋଉ ଯାଇଥିଲେ ଆପଣଙ୍କ ଜଣେ ନାବାଳିକାଙ୍କ ସହିତ, ଆଜ୍ଞା ବାଙ୍କୁଆଳ ବ୍ରିଜ ପାଖରେ, ବାଙ୍କୁଆଳ ନଦୀ ପଠା ପାଖରେ ଆଜ୍ଞା କ'ଣ ଘଟିଲା ଆପଣଙ୍କ ସହିତ? ଆଜ୍ଞା ସାର୍, ଆମେ ସାର୍ ଧଉଳିରୁ ସାର୍ ଫେରୁଥିଲୁ। ଆମେ ସାର୍ ଏଇ ଯୋଉ 2ଟା-3ଟା ବେଳକୁ ଯାଇଥିଲୁ ଧଉଳି ବୁଲିବା ପାଇଁ। ଧଉଳି ବୁଲିକି ସାର୍ ଆମେ ଆସୁଥିଲୁ, ସନ୍ତ ବିହାର ଦେଇକି ଆସିଥିଲୁ ସାର୍। ସେତେବେଳେ ଏଇ ଆମର ମିନିମମ୍ 6:30ରୁ 7ଟା ପାଖାପାଖି ହେଇଥିଲା। ସିଏ ଆମେ ଆସିଲା ବେଳୁ ସେ 2 ଜଣ ପିଲା, ସେ ଯୋଉ ନଈ ବନ୍ଧଟା ଅଛି ସେଇଠି ସାର୍ 2 ଜଣ ଥିଲେ ସାର୍। ଆମେ ସାର୍ ଆସିଲା ବେଳୁ ସେ ହଠାତ୍ କିନା ସାର୍ ଆମ ସାମ୍ନା ପଳେଇ ଆସିଲେ। ଆମେ ହଠାତ୍ ସାର୍ ଆମେ ସାର୍ ବାଇକ୍ଟା କଟ୍ କାଟି ଯାଉଥିଲୁ, ସେ ଆମ ସାମ୍ନାକୁ ଆସିଲେ। ଆମେ ହଠାତ୍ କିନା ସାର୍ ବ୍ରେକ୍ ମାରିଲୁ, ସେ ଆସିକି ଆମ ଚାବି ବନ୍ଦ କରିଦେଲେ। କହିଲେ କି ଆମକୁ ପଇସା ଦିଅ, ଆମେ ତମକୁ ଛାଡ଼ିବୁନି। ଆମେ ସାର୍ କହିଲୁ ଆମ ପାଖରେ ସାର୍ ପଇସା ନାହିଁ, ଆମ ପାଖରେ କିଛି ନାହିଁ, ଭାଇ ଦେଖିଦିଅନ୍ତୁ କିଛି ନାହିଁ। ସେ କହିଲେ କି ନାହିଁ ତମ ପାଖରେ ଠିକ୍ ପଇସା ଅଛି, ତମ ଘର ଲୋକକୁ ଫୋନ୍ କର, ନହେଲେ ଆମେ ପୋଲିସକୁ ଫୋନ୍ କରିବୁ, ତମକୁ ଛାଡ଼ିବୁନି। ତମ ଘର ଲୋକ କୁହ ଏବେ 50,000 ନା 1,00,000 ଟଙ୍କା ଛାଡ଼ିବେ, ତାହେଲେ ଆମେ ଛାଡ଼ିବୁ, ନହେଲେ ଛାଡ଼ିବୁନି।
ତାପରେ ସାର୍ ଆମେ ଯେତେବେଳେ ମନା କଲୁ ସାର୍ ଏତେ ଘରେ ଫୋନ କରନ୍ତୁନି ପୋଲିସ କୁହନ୍ତି, ସେ ତାପରେ ସାଙ୍ଗେ ସାଙ୍ଗେ ଗାଡି ଚାବି ସାର୍ ବନ୍ଦ କରିକି ଗାଡି ଚାବିଟା ସାର୍ ନେଇଗଲେ ପକେଇଥିଲେ ସାର୍। ଆଉ ସାର୍ ଆମକୁ 2 ଜଣ ପାଟିରେ ହାତ ଦେଇକି ଭିଟିକି ଭିତରକୁ ସାର୍ ନେଇକି ଗଲେ ଉଠେଇକିନା। ତାପରେ ସାର୍ ସେଇଠି ମତେ ସାର୍ ବାଡେଇଲେ, ମୋର ରୂପା ଚେନ୍ ସାର୍ ନେଇଗଲେ, ମୋର ପର୍ସ ମୋ ଫୋନ ସାର୍ ନେଇଗଲେ। ସେ ସାର୍ ସେଠି ନିର୍ଧୁମ ମତେ ବାଡେଇଲେ। ତାପରେ ସାର୍ ଝିଅଟା କହିଲେ କି ତୋ ପାଖରେ ଯେତିକି ପଇସା ଅଛି ଦେ। ତାପରେ ସାର୍ ତା ସୁନା ଚେନ୍ ତା ଫୋନ ସାର୍ ସବୁ ନେଇଗଲେ। ତାପରେ ସାର୍ ମତେ ସେଠି ବାଡେଇଲେ, ମୁଁ ଗଞ୍ଜି ସାର୍ ସବୁ ଚିରାଚିରି କରିକି ନା ସାର୍ ମତେ ସେଠି କଣ୍ଟା ଗଛରେ ଶୁଏଇ ଦେଇକି ମତେ ସାର୍ ସେଠି ବାଡେଇଲେ। ତାପରେ ସାର୍ ଝିଅକୁ ସାର୍ କଣ କରି ଭିଡି ସାର୍ ଭିତରକୁ ସାର୍ ନେଇକି ଯାଉଥିଲେ। ମୁଁ ସାର୍ ଯେତେବେଳେ ଦେଖିଲେ, ମୁଁ ତାଙ୍କୁ ଯେତେବେଳେ ସାର୍ ରିକ୍ୱେଷ୍ଟ କଲି, ସେ ସାର୍ ଜମା ଶୁଣିଲେ ନାହିଁ ସାର୍, ଭିତରକୁ। ତାପରେ ମୋ ମୁହଁ ଉପରେ ସାର୍ କଣ କଲେ, ପଥର ଆଣିକି ପଥର ରଖିଥିଲେ ଆଉ ଗଞ୍ଜିଟା ମୋ ମୁହଁରେ ଘୋଡେଇ ଦେଲେ। କହିଲେ କି ତୁ ଏଠି ପାଟି ଚୁପ କରି ବସ, ନହେଲେ ପଥର ତ ମୁଣ୍ଡ ପିଟିବ। ତାପରେ ସାର୍ ଠିକ ତା 5-10 ମିନିଟ୍ ପରେ ସାର୍ ଝିଅଟା ସାର୍ ଚିଲେଇଲା, କହିଲା କି ଭାଇ ମତେ ଛାଡିଦିଅ ଏମିତି କରନି ସାର୍। ସେ ତାପରେ ହଠାତ୍ କିନା ତା ପାଟି ବନ୍ଦ ହେଇଗଲା ସାର୍। ତାପରେ 15-20 ମିନିଟ୍ ସାର୍ ପରେ ମତେ ତା ଭିତରେ ତାପରେ ତାଙ୍କ ଭିତରେ କିଏ ଗୋଟେ ଡାକିଲା କି କଣ ସାର୍ ନାଁ ଡାକିଲା। ତାପରେ ସାର୍ ସେ ମତେ ସାର୍ ଭିତରକୁ ନେଇଗଲେ। ସେତେବେଳେ ସାର୍ ଦେଖିଲାରୁ ସାର୍ ସେ ବିନା ଡ୍ରେସ ଥିଲା। ତାପରେ ସାର୍ ତା ଡ୍ରେସ ତାକୁ ଦେଇଥିଲେ। ସାର୍ ତାପରେ କହିଲେ କି ଯେ ଏଇ କଥା ଯେ ତମେ କାହାକୁ ବି ସାର୍ କହିଲ, ତାହେଲେ ତମର ଏଇ ଭିଡିଓ ଆମେ ଭାଇରାଲ କରିଦେବୁ। ଆଚ୍ଛା, ସେମାନେ କେତେ ଜଣ ଟୋଟାଲ ଥିଲେ ଯୁବକ? ସାର୍ ଟୋଟାଲ 5 ଜଣ ଥିଲେ। ଶୁଣିଲେ ଆପଣମାନେ, ପୁରୁଷ ବନ୍ଧୁ, ସେ ଝିଅର ପୁରୁଷ ବନ୍ଧୁ କ'ଣ କହିଲେ? ଝିଅର ଅବସ୍ଥା ପୁରା ସାଂଘାତିକ, କ'ଣ ହେବ ତା ବି କଳ୍ପନା କରିହେଉନି। ଏଇ ଜଗତର ନାଥ ଜଗନ୍ନାଥ ଘା ଭରିଯିବ, କିନ୍ତୁ ମନରେ ଯେଉଁ ଘା ଲାଗିଛି ସିଏ ଭରିବ କେତେ ଦିନ କେତେ ବର୍ଷ ଲାଗିଯିବ, ସେ ଭଗବାନ ହିଁ ଜାଣିଥିବେ। ଯେଉଁମାନେ ମୋ ଭିଡ଼ିଓ ଦେଖୁଛନ୍ତି, ଏଇ ଯେଉଁ 5 ଜଣ ମିଶିକି ଗଣଦୁଷ୍କର୍ମ କରିଛନ୍ତି, କ'ଣ ଜଣେ ବୁଲେଟ୍ ଆଣିଥିଲା, ଜଣେ ଓଲା ଗାଡ଼ି ଆଣିଥିଲା, ଏମିତି ଆଇଥିଲେ 5 ଜଣ, 3ଟା ଗାଡ଼ିରେ 5 ଜଣ ଥିଲେ। ଏଥର ଆପଣମାନେ ମତ ରଖନ୍ତୁ, ଯେଉଁମାନେ ଏମିତି ଗଣଦୁଷ୍କର୍ମ କରୁଛନ୍ତି ତାଙ୍କୁ ଖାଲି ଜେଲରେ ରଖିବା କଥା ନା ଡାଇରେକ୍ଟ ଫାଶୀ ଦେଇଦେବା କଥା? ବାସ୍ ଆପଣମାନଙ୍କ ମତାମତ ଅପେକ୍ଷାରେ ମୁଁ ରାଜେନ୍ଦ୍ର। ପୁଣି ଦେଖା ହେବ ଆଉ ଏକ ଫ୍ରେଶ୍ ଭିଡ଼ିଓ ଆସିବି ବେହେରା ଏକ୍ସପ୍ରେସ୍ ନ୍ୟୁଜ୍ରେ। ଜୟ ଜଗନ୍ନାଥ।